28 ସୁଦ୍ଧା ମାରି ଗୋଟେ ବାଡ଼ି ଅଛି 28 ସୁଦ୍ଧା ସରିଯିବ 29 ବର୍ତ୍ତମାନ ଆନନ୍ଦ ରହିବ ପରାଧୀନ ଲେଖା ଅଛି ଏଇଟା କିନ୍ତୁ ନ ହବ ଆଉ ଯାହା ହଉଛି ତ 27 ରେ ଆସିବେ 28 ରେ ପୁରା ଲୀଳା ଆରମ୍ଭ ହବ ବୋଲି ଆପଣ 22 ମସିହାରୁ 35 ମସିହା ପର୍ଯ୍ୟନ୍ତ ପ୍ରତି ବର୍ଷ ଦୁଇ ଥର ଲେଖେ ଗୋଟେ ପକ୍ଷରେ ଚନ୍ଦ୍ରଗ୍ରହଣ ଜଣେ ବୁଢ଼ା ଲୋକ ଅଛି ଚାହିଁଲା ବାହା ଯୁବକ କରିବ ନା ବୁଢ଼ା ସବୁ କାମନା ପୂର୍ଣ୍ଣ କରିବ। ଦର୍ଶକ ବନ୍ଧୁ ନମସ୍କାର। ବର୍ତ୍ତମାନ ଦେଶରେ ପାକିସ୍ତାନ ଭାରତକୁ ନେଇକି ଯୁଦ୍ଧ ବିରତି ହୋଇଛି, ସିଜ୍ ଫାୟାର ହୋଇଛି। ସିଜ୍ ଫାୟାରରେ ଯାହା ନିୟମ ରହିଛି କୌଣସି ଦେଶ ଉପରେ ଆଟାକ୍ କରିପାରିବେନି, ଯାହା ନିୟମ ରହିଛି। କିନ୍ତୁ ଆପଣ ଦେଖିଥିବେ ସିଜ୍ ଫାୟାର ଯେଉଁଦିନ ଘୋଷଣା ହେଲା ପାକିସ୍ତାନ ପୁଣି ତାକୁ ତାର ଉଲ୍ଲଂଘନ କଲା। ସାଙ୍ଗେ ସାଙ୍ଗେ ସନ୍ଧ୍ୟା 5ଟାରେ ସିଜ୍ ଫାୟାର ଘୋଷଣା ମାନେ 3ଟାରେ ହେଲା, 5ଟାରେ ଲାଗୁ ହେଲା, କିନ୍ତୁ ଘଣ୍ଟେ 2 ଘଣ୍ଟା ଭିତରେ ପୁଣି ପାକିସ୍ତାନ ତାର ଉଲ୍ଲଂଘନ କଲା। କିନ୍ତୁ କ'ଣ ମାଳିକାରେ କ'ଣ ରହିଛି ଏ ଯୁଦ୍ଧ ଯେଉଁ ବର୍ତ୍ତମାନ ଘଡ଼ିସନ୍ଧି ମୁହୂର୍ତ୍ତ ରହିଛି, ଏ ଯୁଦ୍ଧ କ'ଣ ଏମିତି ଏଇଠି ଅଟକିଗଲା ନା ଆଗକୁ ଆହୁରି କିଛି ବଡ଼ ଧରଣ ହେବା ପାଇଁ ଯାଉଛି? ସାଙ୍ଗରେ ଅଛନ୍ତି ମାଳିକା ଗବେଷକ ଆଉ କଳ୍କି ଲୀଳାକୁ ବହିକୁ ଲେଖିଥିବା ପୁଲିନ ବିହାରୀ ପଣ୍ଡା ମଉସାଙ୍କଠୁ ଜାଣିବା ଆଜିର এই ବିଷୟକୁ ନେଇକି। ଆପଣଙ୍କୁ ସ୍ୱାଗତ। ଜୟ ଜଗନ୍ନାଥ। କ'ଣ କହିବେ ମଉସା? ଦେଖନ୍ତୁ ମାଳିକାରେ ଗୋଟେ ସ୍ପଷ୍ଟ ଲେଖା ହେଇଛି ଯେ ଭାରତ ସହିତ ଯେଉଁ ମୁସଲିମ କଣ୍ଟ୍ରିର ଯୁଦ୍ଧ ହବ, ପାକିସ୍ତାନ ପଚାରିଲି ନା ତା ନାଁ ଦିଆଯାଇଛି ପାକିସ୍ତାନ ଏଟା କନଭର୍ଟ ହବ ଥାର୍ଡ ୱାର୍ଲଡ। ଆଚ୍ଛା, କାହିଁ ନେଇଯିବ ଥାର୍ଡ ୱାର୍ଲଡ କାମକୁ ସାରା ବିଶ୍ୱକୁ। ଏଇ ଯୋଉ ଯୁଦ୍ଧ ଆରମ୍ଭ ହେଇଥିଲା ତାର ଭିତ୍ତିପ୍ରସ୍ତର ପଡ଼ିଲା, ଫାଉଣ୍ଡେସନ ପଡ଼ିଗଲା ଭାରତ ପାକିସ୍ତାନ। ଆଉ ଦେଖନ୍ତୁ ଇଏ ଯାହା ବାଣୀ ସବୁ ଅଛି 6.5 ବର୍ଷ ଯୁଦ୍ଧ ହବ ଭାରତ ବର୍ଷରେ। ଏଠି ଗୋଟେ କଥା, ଫାଷ୍ଟ ୟୁକ୍ରେନ ସହିତ ରୁଷିଆର ଯୁଦ୍ଧ ହେଲା, ସେଇଟାକୁ କୁହାହଉଥିଲା ବିଶ୍ୱଯୁଦ୍ଧ, ସେଇଟା ଆରମ୍ଭ ହବ ବୋଲି। ତାପରେ ସେଇଠୁ ବିଶ୍ୱଯୁଦ୍ଧ ଆରମ୍ଭ ହେଲା। ତାହେଲେ ଆମେ ଭାରତ ଯଦି ମାନେ ଆମର ଯୋଉ ମାଳିକାରେ କୁହାଯାଇଛି ଯେ ମହାଭାରତର ଯୁଦ୍ଧ ଯୋଉ ଓଳିଏ ବାକି ଅଛି, ତାହେଲେ ଯଦି ଭାରତ ସହିତ ପାକିସ୍ତାନର ଯୁଦ୍ଧ ନହବ ତ ଆମେ 6 ବର୍ଷ କେମିତି କାଉଣ୍ଟ କରିବା? ସେଇଟା ମାଳିକା ଦି ଜିନିଷ ଲେଖା ହେଇଛି, ଆଇଦର ସେଟା ବା ଏଟା ହବ। କାହିଁକି ଯୁଦ୍ଧ ହେବା ପାଇଁ, ବିଶ୍ୱଯୁଦ୍ଧ ହେବା ପାଇଁ କିଛି ଗୋଟେ ଘଟଣା ଘଟିବାର ଅଛି, ନହେଲେ ଯୁଦ୍ଧ ହବନି। ସେମିତି ସବୁ ଦେଶ ଗୁଡ଼ିକ ଆଫେକ୍ଟେଡ୍ ହେବାର ଅଛି ଯୁଦ୍ଧ ପ୍ରକ୍ରିୟା ପାଇଁ, ନହେଲେ ହବନି। ତେଣୁ ସେ କ'ଣ କହିଛନ୍ତି ଯେ 28 ସୁଦ୍ଧା ମାରି ଗୋଟେ ବାଣୀ ଅଛି, 28 ସୁଦ୍ଧା ସରିଯିବ, 29 ବର୍ତ୍ତମାନ ଆନନ୍ଦ ରହିବ। ଗୋଟେ ବାଣୀ ଅଛି। ଆଉ ଗୋଟେ ବାଣୀ ଅଛି ଭାରତ ପରାଧୀନ ହବ 6 ବର୍ଷ ପାଇଁ, ଏବଂ 30ରୁ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହବ ଭାରତରେ, 32ରେ ଭାରତ ସ୍ୱାଧୀନ ହବ। ତାହେଲେ 32 ଯାଏଁ ଯୁଦ୍ଧ ଅଛି। ଯଦି ପ୍ରଥମ ବାଣିଜ୍ୟ ନବା 28 ପର୍ଯ୍ୟନ୍ତ ଅଛି, ତାହେଲେ ଆମେ ହିସାବ କରିବା କୋଉଠୁ ରଷିଆ ୟୁକ୍ରେନ ଯୁଦ୍ଧ 22ରେ ଆରମ୍ଭ ହେଲା, 28ରେ ସରିଲା। ଯଦି 32 ହିସାବ ନବା ତାହେଲେ ବର୍ତ୍ତମାନ ଆରମ୍ଭ ହବ 25 7 32। ଆଚ୍ଛା, ବୁଝିପାରୁଛନ୍ତି? 32ରେ ସରିବ ଯୁଦ୍ଧ ସରିବ। ତେଣୁ କୋଉଟା ହବ ପ୍ରଭୁଙ୍କ ନିର୍ଭର। ମୁଁ ସବୁ ଇଏରେ ଭିଡ଼ିଓରେ ଲୋକମାନଙ୍କୁ ପ୍ରାର୍ଥନା କରୁଛି, କହିବାକୁ ଗଲେ ଆପଣ ବହୁତ ପ୍ରାର୍ଥନା କରନ୍ତୁ ଭାରତ ପରାଧୀନ ହବ ଲେଖା ଅଛି, ଏଇଟା କିନ୍ତୁ ନ ହଉ। ଆଉ ଯାହା ହଉଛି ହଉ, ଭାରତ ପରାଧୀନ ନ ହଉ ଆଉ ହେଲେ ଅସୁବିଧା ହେଇଯିବ। ନାଇଁ, ଯଦି ଭାରତ ପରାଧୀନ ନହବ, ଏଇଠି ଗୋଟେ କଥା ବି ଆସେ, ଯଦି ଆମର ପ୍ରଭୁ ଆସିବେ 26 କିମ୍ବା 27ରେ, ଆପଣ କହୁଛନ୍ତି 27ରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି, 28ରେ ଦର୍ଶନ ଦେବେ, ଆସି ଗୋଟେ ବର୍ଷ ଗୁପ୍ତରେ ରହିବେ। ତ 27ରେ ଆସିବେ, 28ରେ ପୁରା ଲୀଳା ଆରମ୍ଭ ହବ ବୋଲି ଆପଣ କହୁଛନ୍ତି, ମାଳିକାରେ ଯାହା ଲେଖା ଅଛି। ତାହେଲେ 28ରୁ କ'ଣ 4 ବର୍ଷ ଯାଏ ଲାଗିଯିବ ମାନେ ଭକ୍ତଙ୍କୁ ଚିହ୍ନିବା ଆଉ ମାନେ ସବୁ ଭକ୍ତଙ୍କୁ ଇଏ କରିବା? କାହିଁକି କହୁଛି, ଇନୋସେନ୍ସ ଯୋଗ ସରିଲା ପରେ ଯେ ସରିଯିବ ଖେଳ, ତାର ଆଚ୍ଛା,
ନିରସନ ଯୋଗ ପଦ୍ଧତି ଯୁଗ ସରିଗଲା ହୁଁ ପ୍ରଳୟକାରୀ ଜିନିଷ ଆରମ୍ଭ ହେଇଯିବ ତାପରେ 28 ପୃଥିବୀ ଓଲଟିଆର ଅଛି ହୁଁ ବୁଝିପାରୁଛନ୍ତି ତ ପୃଥିବୀ ଉପରେ ଗୋଟେ ଗଡ଼ି ପଡ଼ିବ ଉଲ୍କା ପିଣ୍ଡ ପଡ଼ିବ ହୁଁ ପୃଥିବୀ ଓଲଟି ପଡ଼ିବ ହୁଁ ଗୁଡ଼େ ଦେଶ ବୁଡ଼ିଯିବ ତା ଜଳ ଭିତରେ ବୁଡ଼ିଯିବ ଆଚ୍ଛା ସବୁ ଜିନିଷ ଲେଖା ହେଇଛି ହୁଁ ସେସବୁ ଜିନିଷ ଘଟିବା ଆରମ୍ଭ ହେଇଯିବ ଆଚ୍ଛା ଯଦି 32 ଯୁଦ୍ଧ ସରିଲା ହୁଁ ତାହେଲେ ଏଇ ଯୋଉ ଜିନିଷ ପ୍ରଳୟକାରୀ ଜିନିଷ ଇଏ 32 ନେଇକି 39 ପହଞ୍ଚାଳିବ 32 ରୁ 39। 39 7 ବର୍ଷ ଆଚ୍ଛା କାହିଁ ମୁଁ କହୁଛି ଶୁଣନ୍ତୁ ମହାଭାରତ ଯୁଦ୍ଧ ଯେତେବେଳେ ହେଇଥିଲା ହୁଁ ସେତେବେଳେ ଗୋଟିଏ ପକ୍ଷରେ ଚନ୍ଦ୍ରଗ୍ରହଣ ସୂର୍ଯ୍ୟପ୍ରକାଶ ପଡ଼ିଥିଲା ହୁଁ ଥରେ ପଡ଼ିଥିଲା ହୁଁ ଗୋଟିଏ ଥର ଯୋଗୁଁ ମହାଭାରତ ଯୁଦ୍ଧ ହେଇଗଲା ହୁଁ ବର୍ତ୍ତମାନ 22 ମସିହାରୁ 35 ମସିହା ପର୍ଯ୍ୟନ୍ତ ପ୍ରତି ବର୍ଷ ହୁଁ ଦୁଇ ଥର ଲେଖେ ଗୋଟେ ପକ୍ଷରେ ଚନ୍ଦ୍ରଗ୍ରହଣ ସୂର୍ଯ୍ୟପ୍ରକାଶ ହେଇ ଚାଲିବ ମାନେ ପ୍ରତି ମାସରେ ପ୍ରତି ବର୍ଷରେ ଦୁଇଥର ପ୍ରତି ବର୍ଷରେ ଦିଥର। ଦୁଇଥର ଆପଣଙ୍କର ମହାଭାରତ ଯୁଦ୍ଧ ବେଳେ ଥରଟେ ହେଇଥିଲା ଗୋଟେ ମାସରେ ହୁଁ ହୁଁ ଯୁଦ୍ଧ ଆରମ୍ଭ ପୂର୍ବରୁ ହୁଁ କିନ୍ତୁ ଏବେ 22 ମସିହାରୁ 35 ମସିହା ପର୍ଯ୍ୟନ୍ତ ପ୍ରତି ବର୍ଷ ଦୁଇ ଥର ଚନ୍ଦ୍ରଗ୍ରହଣ ସୂର୍ଯ୍ୟପ୍ରକାଶ ଗୋଟିଏ ପକ୍ଷରେ ପଡ଼ିବ ଆଚ୍ଛା ତାମାନେ 35 ପର୍ଯ୍ୟନ୍ତ ଆପଣଙ୍କର ବଳଙ୍ଗା ଜିନିଷ ହବ ହଁ ହଁ କିଛି ଶାନ୍ତ ହବ ନାହିଁ ହଁ ହଁ ବୁଝିପାରୁଛନ୍ତି ତ ତାପରେ ସବୁ ବଳଙ୍ଗା ଜିନିଷ ସରିଲା ପରେ ହୁଁ ସବୁ ଛିନ୍ନ ଭିନ୍ନ ହେଇଯାଇଥିବ ହୁଁ ତାପରେ ପ୍ରଭୁଙ୍କ ସେଟଲମେଣ୍ଟ ଟାଇମ୍ ଆସିଲା ଆଚ୍ଛା ପୃଥିବୀ ଶାନ୍ତ କରିବେ ହୁଁ ଲୋକମାନେ ରଣମଣ ହେଇକି ଇଆଡ଼େ ସିଆଡ଼େ ହେଇକି ଏକାଠି ହେଇକି ସେମାନେ ପ୍ରଭୁଙ୍କୁ ଆସିବେ ହୁଁ ତାର ବାପ ମରିଯାଇଥିବ ପୁଅ ଥିବ ତାର ପୁଅ ମରିଯାଇଥିବ ବାପ ଥିବ ତାର ହଜବେଣ୍ଡ ମରିଯାଇଥିବ ସ୍ତ୍ରୀ ଥିବ ହୁଁ ଏଇଭଳିଆ ସବୁ ଥିବେ ହୁଁ ତାଙ୍କୁ ସବୁ ପ୍ରଭୁ ଏକାଠି କରିକିରି ତାଙ୍କୁ ପୁନର୍ବିବାହ କରାଇବେ ଆଚ୍ଛା ଆଚ୍ଛା ତାଙ୍କୁ ସେଟଲ୍ କରାଇବେ ତାଙ୍କ ଗୃହସ୍ଥ ସମସ୍ତଙ୍କୁ ଆଣିବେ ତାଙ୍କୁ ମାନଙ୍କୁ ମାନେ କଣ ତାଙ୍କର ପୁରା ବୟସ କମେଇ ଦେବେ ଛୁଆ କରିଦେବେ ନା କଣ? ନା ଶୁଣନ୍ତୁ ଏକା ଅଛି ଯୁଦ୍ଧ ହୋଇବ ଯିବା ହଁ ସେଇଟା ତ ଆଉ କଣ? ବୁଝିପାରୁଛନ୍ତି ହଁ ହଁ ତାପରେ ସିଏ ତାମାନେ ଯାହାକୁ ଯାହା ଦରକାର ଯାହା ପାଇଁ ସେ ଅନୁସାରେ ପ୍ରଭୁ କର୍ମ କରିବେ ହଁ ହଁ ଯଦି ଜଣେ ବୁଢ଼ା ଲୋକ ଅଛି ସେ ଚାହିଁଲା ବାହା ହେବା ପାଇଁ ହଁ ତାକୁ ଯୁବକ କରିବେ ନା ବୁଢ଼ା ହେଇକି ବାହା କରିବେ ହଁ 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 ଏବଂ ସତ୍ୟ ଯୁଗର ଆୟୁଷ ହେଉଛି 1000 years ଆଚ୍ଛା ଲୋକମାନଙ୍କର ବୟସ ସତ୍ୟ ଯୁଗ 1000 ବର୍ଷ ହୁଁ ଗୋଟିଏ ଲୋକମାନେ ହୁଁ ଦ୍ୱିତୀୟରେ 500 ବର୍ଷ ଦ୍ୱାପରରେ 250 ବର୍ଷ କଳି ଯୁଗରେ 120 ବର୍ଷ ଅଧା ଅଧା କମି କମି ଯାଏ ହଁ ତେଣୁ ଯେଉଁମାନେ ସତ୍ୟ ଯୁଗରେ ହେଲା ପରେ ଜନ୍ମ ହେବେ ହୁଁ ସେମାନେ 1000 ବର୍ଷ ବଞ୍ଚିବେ ଆଚ୍ଛା ବୁଝିପାରୁଛନ୍ତି ହୁଁ ଆଉ ଇଏ ଏଇ ଯୁଗର ବୁଢ଼ା ହେଇକିରି ବଞ୍ଚିବେ 1000 ବର୍ଷ ହୁଁ ଏବଂ ସେକୁ ବୁଢ଼ାକୁ ଯୁବକ କରିବେ ସିଏ ହୁଁ ଯାହାକୁ ଯାହା ଦରକାର ତାକୁ ସ୍ୱାମୀ ଦରକାର ତାକୁ ସ୍ୱାମୀ ଯୋଗାଇ ଦେବେ କଳା କରାଇବେ ହୁଁ ତାର ସ୍ତ୍ରୀ ଦରକାର ତାକୁ ସ୍ତ୍ରୀ ଟିକେ ଦେବେ ତାର ଏଇ ପୁଅ ଦରକାର ଏଇ ଯୋଉ କଥା ଗୁଡାକ ୟାର ଟାଇମ ଲାଇନ କଣ? ଚାଇଲ୍ଡ ଶୁଣନ୍ତୁ ଯଦି 28 ସରିଲା ଯୁଦ୍ଧ ସରିଲା ତ 28 ରୁ 32 ଭିତରେ ସରିବ କାମ ନାଇଁ ଆପଣ ତ ପୁଣି କହୁଛନ୍ତି 32 ରେ ପୃଥିବୀ ଓଲଟିବ ପୁରା। ନା ନାଇଁ ପ୍ରଭୁଆ କରିବେ ହଁ ବଳକାର ଜିନିଷ ତାପରେ ହବ ବୁଝିପାରୁଛନ୍ତି ତ ହଁ ସେ ଯୋଉ ଜିନିଷ ଆସିବ ଆପଣଙ୍କର ହୁଁ ତା ଭିତରେ ଯୋଉ ଖେଳ ସରିଲା ପରେ ଗୋଟେ ତାଙ୍କର ଗୋଟେ ଲେଖା ହେଇଛି ଅନ୍ତିମ ବିଚାର ବାଇବେଲରେ ଯୋଉ ବିଚାର ଲେଖିଛନ୍ତି ଯେ ବର୍ତ୍ତମାନଙ୍କର ପରୀକ୍ଷା ହବ ହୁଁ ପାପୀମାନେ ନରକକୁ ଯିବେ ହୁଁ ଭକ୍ତମାନେ ପ୍ରକୃତ ଭକ୍ତମାନେ ସ୍ୱର୍ଗକୁ ଲାଭ କରିବେ ତାଙ୍କୁ ସ୍ୱର୍ଗ ଭଳିଆ ତାଙ୍କୁ ଦିଆଯିବ ସୁଖ ସୁବିଧା ଦିଆଯିବ ଆଚ୍ଛା ମର୍ତ୍ତ୍ୟ ଫଳରେ ହଁ ଯିଏ ଚାହିଁବ ସ୍ୱର୍ଗ ଲାଭ କରିବ ସ୍ୱର୍ଗ ଯାଇକି ରହିପାରିବ ହୁଁ ଯିଏ ମୋକ୍ଷ ଚାହିଁବ ସେ ମୋକ୍ଷ ପାଇକିରି ବୈକୁଣ୍ଠରେ ବସିବ ଆଚ୍ଛା ଯାହାକୁ ଯାହା ଦରକାର ପ୍ରଭୁ ସମସ୍ତଙ୍କ ସବୁ କାମନା ପୂର୍ଣ୍ଣ କରିବେ ହୁଁ ଆରଥର ବି ଆପଣ କହିଥିଲେ ଏଥର ବି କହୁଛି କଳିଯୁଗ ଭଳିଆ ଯୁଗ ନାହିଁ କାହିଁକି ବାକି ଯୋଉ ସତ୍ୟ ସତ୍ୟ ଆପଣ ଯୋଉ ଜିନିଷ ଗଲା ହୁଁ ସେ ଯୁଗରେ ଭକ୍ତମାନେ ପ୍ରଭୁଙ୍କର ଗୋଟିଏ ରୂପ ଦେଖିଥିଲେ ହୁଁ ରାମଚନ୍ଦ୍ର ରୂପ ଥିଲେ ରାମ ଲକ୍ଷ୍ମଣ ଭକ୍ତ ଆସିଲେ ରାମଚନ୍ଦ୍ର ରୂପ ଦେଖିଲେ ହୁଁ ଏ ଯୁଗରେ ବା ବିଷ୍ଣୁଙ୍କୁ ଖାଲି ଦେଖିଲେ ସିଏ ବିଷ୍ଣୁଙ୍କର ବିଭିନ୍ନ ରୂପ ଦେଖିଲେ ହୁଁ ଏ ଯୁଗରେ ଆଦି ଅନାଦି ଦେବେ ମୁଖ୍ୟ ଅବତାର ହୁଁ ତାଙ୍କ ସାଙ୍ଗରେ ରହିବେ କିଏ ବ୍ରହ୍ମା ବିଷ୍ଣୁ ମହେଶ୍ୱର ରହିବେ ତାଙ୍କ ସାଙ୍ଗରେ ତାକୁ ଦର୍ଶନ ଦେଇପାରିବେ